ଏକ ବିଶେଷ ସୂଚନା ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ଏତଦ୍ୱାରା ବରଗଡ଼ ସହରର ସମସ୍ତ ଦୋକାନୀମାନଙ୍କୁ ସୂଚିତ କରାଯାଉଅଛି ଯେ ଯଦି କୌଣସି ବ୍ୟକ୍ତି ମଦ ଗଞ୍ଜେଇ ଅଫିମ ବ୍ରାଉନ୍ ସୁଗର ଆଦି ମଦ୍ୟ ମାଦକ ଦ୍ରବ୍ୟ ଅନଧିକୃତ ଭାବରେ ଏବଂ ଗୋପନ ଭାବରେ ବିକ୍ରୟ କରୁଥିବା ଅବସ୍ଥାରେ ଧରାପଡ଼ିଲେ ସେମାନଙ୍କ ବିରୁଦ୍ଧରେ ଆଇନଗତ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଯଦି କୌଣସି ଦୋକାନଦାରଙ୍କ ଟ୍ରେଡ୍ ଲାଇସେନ୍ସ ଅନୁଯାୟୀ ମୂଳ ବ୍ୟବସାୟ ଧୀର ନଥିବା ସତ୍ତ୍ୱେ ମଦ୍ୟ ବା ମାଦକ ଦ୍ରବ୍ୟ ବିକ୍ରୟ କରୁଥିବା ପ୍ରମାଣିତ ହୁଏ ଉକ୍ତ ଦୋକାନକୁ ସିଲ୍ କରାଯିବା ସଙ୍ଗେ ସଙ୍ଗେ ସମ୍ପୃକ୍ତ ବ୍ୟକ୍ତିବିଶେଷଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହା ସହିତ ଯଦି କୌଣସି ପୌର ପରିଷଦ ଲାଇସେନ୍ସ ପ୍ରାପ୍ତ ଦୋକାନ ଏହିପରି କାର୍ଯ୍ୟରେ ସଂଲଗ୍ନ ଥିବା ପ୍ରମାଣିତ ହୁଏ ଉକ୍ତ ଦୋକାନକୁ ସିଲ୍ କରାଯାଇ ଲାଇସେନ୍ସ ବାତିଲ କରାଯିବ।